ଲଗେଇଥିବା ଏ ପିଜୁଳି ଗଛ ପାଖକୁ ମୁଁ ପ୍ରତିଦିନ ଆସେ। ତୁମେ ଯିବା ପରେ କେହି ବି ଏ ଗଛର ଯତ୍ନ ନିଅନ୍ତିନି। ହେଲେ ତୁମେ ଚିନ୍ତା କରନି ମା, ମୁଁ ଏ ପିଜୁଳି ଗଛର ସବୁଦିନ ଯତ୍ନ ନେବି। ମା କୁନି, ଏତେ ରାତିରେ ତୋ ମା ଲଗେଇଥିବା ଏ ପିଜୁଳି ଗଛ ପାଖକୁ କାହିଁକି ଆସିଛୁ? ତୋ ମା ଯେତେବେଳେ ବଞ୍ଚିଥିଲା ଏ ପିଜୁଳି ଗଛକୁ ସେ ବହୁତ ଭଲ ପାଉଥିଲା। ହଁ ବାପା, ମୁଁ ସେଥିପାଇଁ ତ ପ୍ରତ୍ୟେକ ଦିନ ଏଇ ଗଛ ପାଖକୁ ଆସେ। ଏଇ ଗଛ ପାଖକୁ ଆସିଲେ ଏମିତି ଲାଗେ ମୋ ମା ମୋ ପାଖରେ ଅଛି। ଆଚ୍ଛା ଠିକ ଅଛି ରେ ମା, ଏବେ ତୁ ଘର ଭିତରକୁ ଆସେ। ଅନେକ ରାତି ହେଇଗଲାଣି, କିଛି ଖାଇବା ଖାଇନି। ତୋ ମା ଗଲା ଦିନରୁ ତୁ ଭଲରେ ଖାଇବା ବି ଖାଉନୁ। ଠିକ ଅଛି ବାପା। ଏମିତି ସେମାନେ ଘର ଭିତରକୁ ଗଲେ। ସେମାନଙ୍କର ସବୁ କଥା ଦୂରରୁ ଏକ ପିଶାଚି ଶୁଣୁଥିଲା। ମିଳିଗଲା, ମତେ ଏକ ଅନାଥ ଛୁଆ ମିଳିଗଲା। ମତେ ଅନାଥ ଛୁଆଙ୍କୁ ଖାଇବା ପାଇଁ ଭାରି ଭଲ ଲାଗେ। ଯାଏ ଶୀଘ୍ର ଏ ଛୁଆକୁ ଖାଇନିଏ। ଆରେ ଏ ଛୁଆଟା ପାଖରେ ତ ତା ବାପା ଅଛି। ମୁଁ ତାକୁ ଏମିତି ମାରି ପାରିବିନି। କିଛି ସମୟ ପରେ ସକାଳ ହେଇଯିବ। ସକାଳେ ମୋ ଶକ୍ତି କିଛି କାମ କରିବନି। ମତେ ଆଉ କିଛି ଉପାୟ ଚିନ୍ତା କରିବାକୁ ହେବ। ଏମିତି ପିଶାଚି କୁନିକୁ କେମିତି ମାରିବ ତାର ଯୋଜନା ବନେଇଲା। ଆଉ ପରଦିନ ସକାଳେ ସେ ଏକ ସୁନ୍ଦରୀ ଚଢ଼େଇର ରୂପ ନେଇ ରାଜୁ ଚଢ଼େଇର ପାଖକୁ ଗଲା। ରାଜୁକୁ ବି ସେ ପ୍ରଥମ ଦେଖାରେ ହିଁ ଭଲ ଲାଗିଲା। ରାଜୁ ସେଇ ପିଶାଚିକୁ ବାହା ହେଇ ଘରକୁ ଆସିଲା। ମା କୁନି, ଆ ଦେଖିବୁ ମୁଁ କାହାକୁ ଆଣିଛି। କଣ ହେଲା ବାପା, ମତେ ଡାକିଲ? ଆଉ ଇଏ କିଏ? ଆରେ ମା କୁନି, ଇଏ ତୋର ନୂଆ ମା। ଆଜିଠୁ ଇଏ ଆମ ସାଙ୍ଗରେ ରହିବେ। ନୂଆ ମା? ମୋର ନୂଆ ମା ଦରକାର ନାହିଁ ବାପା। ୟାଙ୍କୁ ନେଇ ତାଙ୍କ ଘରେ ଛାଡ଼ିଦିଅ। ମୁଁ ୟାଙ୍କୁ କେବେ ବି ମା ଡାକିବିନି। ଏମିତି ରାଗି କୁନି ଘର ଭିତରକୁ ଚାଲିଗଲା। ମିନୁ, ମୋ ଝିଅ କଥାକୁ ଧରିବୁନି। ସେ ଏଯାଏଁ ତା ମାକୁ ଭୁଲି ପାରିନି। କିଛି ଦିନ ପରେ ତା ମନ ଭଲ ହେଲେ ସେ ତତେ ବି ମା ଡାକିବ। ଆରେ ନା ନା, ମୁଁ କୁନିର କଥା ଧରିନି। ମୁଁ ଜାଣେ ମାକୁ ହରି ଛୁଆଟା ବି ବହୁତ ଦୁଃଖରେ ଅଛି। ତୁମେ ଜମା ବି ଚିନ୍ତା କରନି। ମୁଁ ତାର ନିଜ ଝିଅ ପରି ଯତ୍ନ ନେବି। ମା କୁନି, ତୁ ଏଠି ଏକୁଟିଆ କାହିଁକି ଶୋଇଛୁ? ମିନୁ ତୋର ମା, ଯା ତା ପାଖରେ ଶୋଇବୁ। ନାଇଁ ବାପା, ସିଏ ମୋ ମା ନୁହଁ। ମୁଁ ତାଙ୍କୁ ମା ଡାକି ପାରିବିନି। ଏମିତି କହି କୁନି ଏକୁଟିଆ ହିଁ ଶୋଇ ପଡ଼ିଲା। ଅଧରାତିରେ ସେଇ ପିଶାଚି କୁନି ପାଖକୁ ଆସିଲା। ଖାଇବି ତତେ, ଆଜି ମୁଁ ଖାଇବି। ତତେ ଖାଇବା ପାଇଁ ହିଁ ମୁଁ ସୁନ୍ଦରୀ ଝିଅର ରୂପ ନେଇ ତୋ ବାପାକୁ ବାହା ହେଇଛି। ଆଜି ମତେ ସେ ସୁଯୋଗ ମିଳିଗଲା। କିଏ କିଏ ଏମିତି ପାଟି କରୁଛ? ମତେ ଭାରି ଡର ଲାଗୁଛି। ମୋ ସାମ୍ନାକୁ ଆସ। ପିଶାଚିର ଏମିତି ଶବ୍ଦରେ କୁନିର ନିଦ ଭାଙ୍ଗିଗଲା। ସେ ଜୋର ଜୋର ଚିତ୍କାର କରୁଥିଲା। ସେତେବେଳେ ପିଶାଚି ମିନୁର ରୂପ ନେଇ କୁନିକୁ ଧରିଲା। କିଏ କିଏ ମୋ ହାତ ଧରିଲ? ଛାଡ଼ ଛାଡ଼ ମତେ। ଆରେ ଝିଅ ଡରନି, ମୁଁ ତୋର ମା ମିନୁ। ଦେଖ ମତେ। ନା, ତୁମେ ମୋ ମା ନୁହଁ। ମୁଁ ତୁମକୁ ଦେଖିବିନି। ତୁମକୁ ଦେଖିଲେ ମତେ ଭାରି ଡର ଲାଗେ। ବାପା ବାପା, ମତେ ବଞ୍ଚାଅ। ଆରେ ପାଟି କାହିଁକି କରୁଛୁ? କେହି ତ କଥା ଏଠି ଶୁଣିବେନି। ଆ ମୋ ପାଖକୁ ଆ। ମୁଁ ତତେ ବହୁତ ଧୀରେ ଧୀରେ ଖାଇବି। ତତେ ଜମା ବି କଷ୍ଟ ହେବନି। ପିଶାଚିର ଏମିତି କଥା ଶୁଣି କୁନି ଭୀଷଣ ଡରିଗଲା। ସେ ଦୌଡ଼ି ଯାଇ ତା ମା ଲଗେଇଥିବା ପିଜୁଳି ଗଛକୁ ଜାବୁଡ଼ି ଧରିଲା। ଏମିତି ଦେଖି ତ ପିଶାଚି ଆହୁରି ହସିଲା। ମୋ ସାଙ୍ଗରେ ମୂଷା ବିଲେଇ ଖେଳୁଛୁ? ଯା ଯା, ଯେତେ ଦୂରକୁ ଯାଉଛୁ ଯା। ମୁଁ ତତେ ଆଜି ଧରିକି ହିଁ ରହିବି। ସେପଟେ କୁନି ପିଜୁଳି ଗଛ ପଛପଟେ ଲୁଚି ରହିଲା। ପିଶାଚି ତାକୁ ଧରିବା ପାଇଁ ଯେମିତି ପିଜୁଳି ଗଛ ପାଖକୁ ଗଲା, ହଠାତ୍ ଏକ ଅଦୃଶ୍ୟ ଶକ୍ତି ପାଇଁ ସେ କୁନିର କ୍ଷତି କରିପାରିଲାନି। ଏ ସବୁ ପାଟିତୁଣ୍ଡ ଶୁଣି ରାଜୁ ଚଢ଼େଇ ବାହାରକୁ ଆସିଲା। ଆରେ ମିନୁ, ଏତେ ରାତିରେ ତୁ ଘର ବାହାରେ କାହିଁକି ଅଛୁ? କୁନି ତା ମାକୁ ଭାରି ମନେ ପକାଉଥିଲା। ସେ କହିଲା ସେ ପିଜୁଳି ଗଛ ପାଖକୁ ଆସିବ। ସେଥିପାଇଁ ମୁଁ ତା ସାଙ୍ଗରେ ବାହାରକୁ ଚାଲି ଆସିଲି। ଓ ଆଚ୍ଛା, ଏ ପିଜୁଳି ଗଛକୁ କୁନିର ମା ବହୁତ ଭଲ ପାଉଥିଲା। କୁନିକୁ ଏମିତି ଲାଗେ ତା ମା ଏ ଗଛ ପାଖରେ ହିଁ ଅଛି। ସେଥିପାଇଁ ସେ ସବୁବେଳେ ଦୌଡ଼ିକି ଏ ଗଛ ପାଖକୁ ଚାଲି ଆସେ। ଆଚ୍ଛା ଏମିତି କଥା। ହଉ କୁନି ଏଇଠି ଥାଉ, ଚାଲ ଆମେ ଘର ଭିତରକୁ ଯିବା।
ମା କୋଉଠି ଅଛ ମା? ଇଏ ଚଢେଇ ନୁହଁ, ଇଏ ଗୋଟେ ପିଶାଚି। ମତେ ଇଏ ମାରିଦେବ ମା, ମତେ ରକ୍ଷା କର। କୁନି ତୁ ଆଉ କାନ୍ଦିନି ମା। ମା ତୁମେ ଆସିଗଲ? ମୁଁ କୁଆଡେ ବି ଯାଇନି ରେ ଧନ, ମୁଁ ତ ପାଖରେ ହିଁ ଅଛି। ଏବେ ତୁ ଘରକୁ ଯା। ଠିକ ଅଛି ମା, ମୁଁ ଏବେ ଘରକୁ ଯାଉଛି। ହେଲେ ମତେ ଯେତେବେଳେ ବି ଡର ଲାଗିବ ମୁଁ ତୁମ ପାଖକୁ ଚାଲି ଆସିବି। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ ରାଜୁ ତମକୁ ଗୋଟେ କଥା କହିଥାନ୍ତି। ଏଇ ପିଜୁଳି ଗଛରେ ପୋକ ହେଇଯାଇଛନ୍ତି, ଏଇ ଗଛକୁ ଶୀଘ୍ର କାଟିଦିଅ। ପୋକରା ପିଜୁଳି ଖାଇଲେ ଆମ ପେଟ ଖରାପ ହେଇଯିବ। କିନ୍ତୁ ଏ ଗଛ କୁନି ମାର ଶେଷ ସ୍ମୃତି, ୟାକୁ କାଟିଦେଲେ କୁନି ଅନେକ କାନ୍ଦିବ। କଣ ହେଲା? ତମ ପାଖରେ ତମ ଆଗ ସ୍ତ୍ରୀର ସ୍ମୃତି ଏତେ ମୂଲ୍ୟବାନ ହେଇଗଲା ଯେ ତମେ ମୋ କଥା ଶୁଣୁନ? ଯା, ମୁଁ ତମ ସହ ଆଉ କେବେ କଥା ହେବିନି। ନା ନା, ମୋ କହିବାର ଅର୍ଥ ସେଇଆ ନଥିଲା। ଆଚ୍ଛା ହଉ, ତୁ ଆଉ ମନ ଦୁଃଖ କରନି, ମୁଁ ଏବେ ଏ ଗଛକୁ କାଟି ଦେଉଛି। ତାପରେ ରାଜୁ ସେ ଗଛକୁ କାଟିବା ଆରମ୍ଭ କଲା। ଏ ସବୁ ଶବ୍ଦ ଶୁଣି କୁନି ଶୀଘ୍ର ବାହାରକୁ ଆସିଲା। ବାପା ଏ ଗଛକୁ କାଟନି, ବାପା ମୋ କଥା ଶୁଣ। ହେଲେ ରାଜୁ ତା ଝିଅ କୁନିର କିଛି କଥା ନ ଶୁଣି ପିଜୁଳି ଗଛକୁ କାଟିଦେଲା। ସେଇ ଗଛରୁ ଗୋଟେ ପିଜୁଳି ତଳେ ପଡ଼ି ସେଠି ରହିଗଲା। ବାକି ଗଛକୁ ରାଜୁ ଆଉ ମିନୁ ନେଇ ସେଠାରୁ ଚାଲିଗଲେ। ଯୋଉ ପିଜୁଳିଟି ତଳେ ପଡ଼ିଥିଲା ହଠାତ୍ ସେ କଥା କହିଲା। ମା କୁନି ତୁ ମନ ଦୁଃଖ କରନି, ମୁଁ ଏଇ ପିଜୁଳି ଭିତରେ ଅଛି। ମତେ ନିଜ ସାଙ୍ଗରେ ନେଇଯା, କିଛି ସମୟ ପରେ ରାତି ହେଇଯିବ, ପିଶାଚି ତୋର କ୍ଷତି କରିପାରେ। ତାପରେ କୁନି ସେ ପିଜୁଳିକୁ ଧରି ଘର ଭିତରକୁ ଗଲା। କିଛି ସମୟ ପରେ ରାତି ହେଇଗଲା। ଆଜି ତ ସେ ପିଜୁଳି ଗଛ ନାହିଁ କୁନି, ଦେଖିବି ତତେ ଆଜି କିଏ ରକ୍ଷା କରିବ। ମା କୁନି ସେ ପିଶାଚି କେତେବେଳେ ବି ଏଠାକୁ ଆସିପାରେ। ମୁଁ ତତେ ଏବେ ପିଜୁଳି ଭିତରେ ରଖିଦିଏ। ସକାଳେ ପିଶାଚିର ଶକ୍ତି କାମ କରିବନି, ସେତେବେଳେ ମୁଁ ତତେ ପିଜୁଳିରୁ ବାହାର କରିଦେବି। ଏମିତି କହି କୁନିର ମା ତାକୁ ସେ ପିଜୁଳି ଭିତରେ ରଖିଦେଲା। ପିଶାଚି ସେଠାକୁ ଆସି କୁନିକୁ ଖୋଜିଲା, ହେଲେ ତାକୁ ପାଇଲାନି। ଏ ବଦମାସ ଛୁଆ ଆଜି ବି କୁଆଡେ ଚାଲିଗଲା, ଦେଖିବି ସେ କେତେ ଦିନ ମୋଠୁ ବଞ୍ଚିବ। ଯେମିତି ପିଶାଚି ସେଠାରୁ ଚାଲିଗଲା, କୁନି ପିଜୁଳିରୁ ବାହାରି ଆସିଲା। ମା କୁନି ମୋ ପାଖରେ ଆଉ ବେଶୀ ସମୟ ନାହିଁ, ମୁଁ ସବୁଦିନ ପାଇଁ ଏଠାରୁ ଚାଲିଯିବି। ତା ପୂର୍ବରୁ ପିଶାଚିକୁ ଧ୍ୱଂସ କରିବାର ରାସ୍ତା ମୁଁ ତତେ କହିଦେବି। କିନ୍ତୁ ମା ମୁଁ କଣ ସେ ପିଶାଚିକୁ ଧ୍ୱଂସ କରିପାରିବି? ତୁ ପାରିବୁ ଝିଅ, ମୋର ତୋ ଉପରେ ପୁରା ବିଶ୍ୱାସ ଅଛି। ଶୁଣୁ, ଏଠାରୁ କିଛି ଦୂରରେ ଏକ ମନ୍ଦିର ଅଛି। ସେ ମନ୍ଦିର ଭିତରେ ଥିବା ଏକ ସୁନା କଳସୀରେ ପବିତ୍ର ଗଙ୍ଗାଜଳ ଅଛି। ସେଇ ଗଙ୍ଗାଜଳ ଆଣି ପିଶାଚି ଉପରେ ପକେଇଲେ ସେ ଧ୍ୱଂସ ହେଇଯିବ। ଯେତେବେଳେ ଏ କାମ କରିବୁ ତୋ ବାପା ତ ପାଖରେ ଥିବେ, ଏକଥାର ଧ୍ୟାନ ରଖିବୁ। ଯା ମା, ସକାଳ ହେଇଗଲାଣି, ଶୀଘ୍ର ମନ୍ଦିରକୁ ଯା। ତାପରେ କୁନିର ମା ଅଦୃଶ୍ୟ ହେଇଗଲା। କୁନି ଶୀଘ୍ର ମନ୍ଦିରକୁ ଗଲା, ଆଉ ମନ୍ଦିର ଭିତରେ ଥିବା ସ୍ୱର୍ଣ୍ଣ କଳସୀରୁ ଗଙ୍ଗାଜଳ ନେଇ ଆସିଲା। ବାପା ମୁଁ ତୁମକୁ କିଛି କହିବାକୁ ଚାହୁଁଛି। କଣ କହିବୁ ମା, କହ। ମିନୁ କୁନି ହାତରେ ଗଙ୍ଗାଜଳ ଦେଖି ଡରିଗଲା। ସେ ରାଜୁକୁ କହିଲା, ରାଜୁ ତମେ କୁନି ସହ କଥା ହୁଅ, ମୁଁ ଟିକେ ବାହାରୁ ଆସୁଛି। କୁଆଡେ ଯାଉଛ ନୂଆ ମା? ବାପାଙ୍କୁ କଣ କହିବି, ତୁମେ କଣ ଶୁଣିବନି? ଏମିତି କହି କୁନି ଶୀଘ୍ର ଗଙ୍ଗାଜଳ ମିନୁ ଉପରକୁ ପକେଇଦେଲା। ମିନୁ ଦେହରେ ନିଆଁ ଲାଗିଗଲା। ସେ ନିଜ ପ୍ରକୃତ ରୂପକୁ ଆସି ଜଳିବାକୁ ଲାଗିଲା। ମରିଗଲି, ଆରେ ମରିଗଲି, କଣ କଲୁ ତୁ? ମତେ ବଞ୍ଚା, ନହେଲେ ନିଆଁରେ ଜଳି ମୁଁ ପାଉଁଶ ହେଇଯିବି। ଇଏ ତ ଗୋଟେ ପିଶାଚି, ମୁଁ ୟାକୁ ଚିହ୍ନି ନ ପାରି ବାହା ହେଇ ଘରକୁ ଆଣିଥିଲି। ହଁ ବାପା, ଇଏ ଗୋଟେ ପିଶାଚି। ଆଉ ଗୋଟେ କଥା ଜାଣିଛ ବାପା, ଇଏ ମତେ ମାରି ଖାଇବାକୁ ଚାହୁଁଥିଲା। ତୁ କଣ କହୁଛୁ ରେ ମା? ତୋ ସହ ଏତେ ସବୁ ଘଟଣା ଘଟିଗଲା, ଅଥଚ ମୁଁ କିଛି ଜାଣିପାରିଲିନି। ମତେ କ୍ଷମା କରିଦେବୁ ମା, ମୁଁ ତୋର ଠିକରେ ଯତ୍ନ ନେଇ ପାରିଲିନି। ଦେଖୁ ଦେଖୁ କିଛି ସମୟରେ ହିଁ ପିଶାଚି ନିଆଁରେ ଜଳି ପାଉଁଶ ହେଇଗଲା। କୁନିର ଆଉ ଭୟ ରହିଲାନି, ସେ ଖୁସିରେ ତା ବାପା ସହ ରହିଲା। ଅନେକ ଦୂର ଏକ ଆକାଶରେ କିଛି ଚଢ଼େଇ ପରି ରହୁଥିଲେ। ଦିନେ ସେମାନଙ୍କ ଭିତରୁ ଏକ ପରୀ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲା। ହଠାତ୍ ସେ ଏକ ଫଳ ଗଛ ଦେଖିଲା। ଆରେ ବା,
ଏଇ ଗଛରେ କେତେ ଲାଲ ସେଓ ଫଳିଛି, ମୁଁ ଏଥିରୁ ଗୋଟେ ସେଓ ଖାଇନିଏ। ହେଲେ ମୁଁ ତ ଆଜି ମୋ ସାଙ୍ଗରେ ଯାଦୁର ଲାଠି ଆଣିନି। ଯାଦୁର ଲାଠି ବିନା ମୋ ଯାଦୁ କାମ କରିବନି। ଏବେ ସେଓ କେମିତି ପାଳିବି? ଆରେ ହଁ, ମୁଁ ତ ଉଡ଼ିପାରେ। ମୁଁ ଗଛ ଉପରକୁ ଯାଇ ଗୋଟେ ସେଓ ତୋଳି ଖାଇନିଏ। ଏମିତି କହି ସେ ପରି ଗଛ ଉପରକୁ ଯାଇ ସେଓ ଖାଇଲା। ହଠାତ୍ ତାର ଗୋଡ଼ ଖସିଗଲା। ପରି ତଳେ ପଡ଼ିଗଲା। ଗଛ ତଳେ ଏକ କଣ୍ଟା ବାଡ଼ି ଥିବାରୁ ପରୀର ଡେଣା କଟିଗଲା। ମୋ ଡେଣା କଟିଗଲା। ମୁଁ ଟିକେ ବି ହଲି ପାରୁନି। ବଞ୍ଚାଅ, ମତେ କେହି ସାହାଯ୍ୟ କର। ସେତେବେଳେ ସେ ରାସ୍ତାରେ ଏକ ଚଢ଼େଇ ଯାଉଥିଲା। ପରୀର ଚିତ୍କାର ଶୁଣି ସେ ତା ପାଖକୁ ଗଲା। ଚଢ଼େଇ, ମତେ ଟିକେ ସାହାଯ୍ୟ କର। ମୋ ଡେଣା କଟି ଯାଇଛି। ମୁଁ ଟିକେ ବି ହଲି ପାରୁନି। ଆରେ ସତରେ ତ, ତୁମ ଡେଣା ଅନେକ କଟି ଯାଇଛି। ତୁମେ ଟିକେ ଅପେକ୍ଷା କର, ମୁଁ ଏବେ ଔଷଧ ପତ୍ର ଆଣି ତୁମ ଡେଣାରେ ଲଗେଇଦେବି। ଏମିତି କହି ଚଢ଼େଇ ଶୀଘ୍ର ଯାଇ କିଛି ଔଷଧ ପତ୍ର ଖୋଜି ଆଣିଲା। ଆଉ ସେସବୁ ସେ ପରୀର ଡେଣାରେ ଲଗେଇଦେଲା। କିଛି ସମୟ ପରେ ପରୀକୁ ଟିକେ ଭଲ ଲାଗିଲା। ସେ ଚଢ଼େଇକୁ ଧନ୍ୟବାଦ ଜଣାଇ ନିଜ ଘରକୁ ଚାଲିଗଲା। ଚଢ଼େଇ ବି ନିଜ ଘରକୁ ଫେରି ଆସିଲା। ଏହିପରି କିଛି ଦିନ ବିତିଗଲା। ମୋ ଘରଟି ତ ଅନେକ ଜାଗା ଭାଙ୍ଗି ଯାଇଛି। ଏ ଘରେ ବେଶୀ ଦିନ ରହି ହେବନି। ମତେ ଶୀଘ୍ର ଏକ ଘର ତିଆରି କରିବାକୁ ପଡ଼ିବ। ହେଲେ ମୁଁ ଏତେ ଶୀଘ୍ର ଘର କେମିତି ତିଆରି କରିବି? ସେତେବେଳେ ହଠାତ୍ ତାର ନଜର ପିମ୍ପୁଡ଼ିଙ୍କ ଉପରେ ପଡ଼ିଲା। ସେ ପିମ୍ପୁଡ଼ିଙ୍କ ଘର ଦେଖି ମନରେ ଚିନ୍ତା କଲା, ଆରେ ବା, ଏ ପିମ୍ପୁଡ଼ି ମାନେ ମାଟିରେ କେତେ ସୁନ୍ଦର ଘର ତିଆରି କରିଛନ୍ତି। ମୁଁ ବି ଯଦି ମାଟିରେ ଏମିତି ଘର ତିଆରି କରିପାରନ୍ତି, ଖୁବ୍ ଶୀଘ୍ର ମୋ ଘର ତିଆରି ହେଇଯାଆନ୍ତା। ଏମିତି ଚିନ୍ତା କରି ଚଢ଼େଇ ଶୀଘ୍ର ନଦୀ ପାଖକୁ ଗଲା। ଆଉ କିଛି କାଦୁଅ ମାଟି ଆଣି ଘର ତିଆରି କରିବାକୁ ଚେଷ୍ଟା କଲା। ହେଲେ ସେ ଯେତେ ଚେଷ୍ଟା କଲେ ବି ମାଟିରେ ଭଲ ଘର ତିଆରି କରିପାରୁନଥିଲା। ଏମିତି ଦେଖି ତ ଚଢ଼େଇ ଅନେକ କାନ୍ଦିଲା। ସେହି ସମୟରେ ପରୀ ତା ପାଖକୁ ଆସିଲା। ଆରେ ଚଢ଼େଇ, କଣ ହେଲା? ତୁ ଏମିତି ମନ ଦୁଃଖରେ କାନ୍ଦୁଛୁ କାହିଁକି? ଓ ଏମିତି କଥା। ତୁ ଚିନ୍ତା କରନି ଚଢ଼େଇ, ମୁଁ ତତେ ଏକ ମାଟି ଘର ଦେବି। ଏଇ ନେ। ଚଢ଼େଇ, ଏ ମାଟି ଘରେ ତୁ ନିଜ ମନ ପସନ୍ଦର ରଙ୍ଗ ଦେଇ ତାକୁ ସୁନ୍ଦର କରିପାରିବୁ। ତୁମକୁ ଅନେକ ଅନେକ ଧନ୍ୟବାଦ ପରୀ। ମୁଁ ଏ ମାଟି ଘରେ କଣ ରଙ୍ଗ ଦେବି? ହଁ, ମୁଁ ଏ ମାଟି ଘରକୁ ଲାଲ ରଙ୍ଗ ଦେବି। ମତେ ଲାଲ ରଙ୍ଗ ଭାରି ଭଲ ଲାଗେ। ହଁ ହଁ ମାଲିକାଣୀ, ମତେ ଲାଲ ରଙ୍ଗ ଦିଅନ୍ତୁ। ମତେ ବି ଲାଲ ରଙ୍ଗ ଭାରି ଭଲ ଲାଗେ। ଆରେ ମାଟି ଘର, ତୁ କଣ କଥା କହୁଛୁ? ମୋ ଯାଦୁର ଘର, ମୁଁ କଥା କହିପାରେ ମାଲିକାଣୀ। ଆରେ ବା, ଇଏ ତ ବହୁତ ଭଲ କଥା। କଥା ହେବା ପାଇଁ ଏବେ ମତେ ଜଣେ ମିଳିଗଲା। ଏମିତି କହି ଚଢ଼େଇ ଶୀଘ୍ର ବଜାରକୁ ଗଲା। ଆଉ ଲାଲ ରଙ୍ଗ ଆଣି ମାଟି ଘରକୁ ରଙ୍ଗ କରିଦେଲା। ମାଟି ଘର, ତୁ ଅନେକ ସୁନ୍ଦର ଦେଖାଯାଉଛୁ। ଚାଲେ, ଏବେ ମୁଁ ତତେ ଗଛ ଉପରକୁ ନେଇଯିବି। ଏମିତି କହି ଚଢ଼େଇ ସେ ମାଟି ଘରକୁ ଧରି ଗଛ ଉପରକୁ ଗଲା। ଆଉ ସେ ମାଟି ଘରେ ରହିବା ଆରମ୍ଭ କଲା। ଧୀରେ ଧୀରେ ମାଟି ଘର କଥା ଜଙ୍ଗଲ ଭିତରେ ପ୍ରଚାର ହେଇଗଲା। ଗୋଟେ ଦିନ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ଜଙ୍ଗଲରେ କେତେ ବର୍ଷା ହେଉଛି। ଯାହା ହଉ, ମୋ ପାଖରେ ମାଟି ଘର ଥିବାରୁ ମୁଁ ବର୍ଷାରେ ନ ଭିଜି ଆରାମରେ ଘର ଭିତରେ ଶୋଇଛି। ଚଢ଼େଇ ଏପରି ଚିନ୍ତା କରି ଖୁସି ହେବା ସମୟରେ ଏକ ବୁଢ଼ୀ ଚଢ଼େଇ ସେଠାକୁ ଆସିଲା। ଏତେ ବର୍ଷାରେ କିଏ ମୋ ଘରକୁ ଆସିଲା? ଯାଇ ଦେଖେ। ଏଇ କଣ ବୁଢ଼ୀ ମା, ଏତେ ବର୍ଷାରେ ତୁମେ ମୋ ଘରର କବାଟ କାହିଁକି ବାଡ଼ଉଛ? ମାରେ, ଏ ବର୍ଷାରେ ମୋ ଘର ଭାଙ୍ଗି ଯାଇଛି। ରହିବା ପାଇଁ ମୁଁ କୋଉଠି ବି ଜାଗା ପାଇଲିନି। ମତେ ତ ଘରେ ଆଶ୍ରୟ ଦେଇଥା ମା। ପାଗଳ ନା କଣ? ମୁଁ ତୁମ ଭଳି ଏକ ବୁଢ଼ୀକୁ ମୋ ଘରେ ଆଶ୍ରୟ ଦେବି? ତୁମେ ଏକଥା ଭାବିଲ କେମିତି? ବର୍ଷାରେ ତୁମ ଦେହ ପୁରା ଓଦା ହେଇଯାଇଛି। ତୁମେ ମୋ ଘର ଭିତରକୁ ଗଲେ ମୋ ଘର ଅସନା ହେଇଯିବ। ଯାଅ ଯାଅ, ଆଉ କୋଉଠିକି ଯାଅ। ନା ନା, ଏମିତି କହନି ମା। ମତେ ଭାରି ଦୁର୍ବଳ ଲାଗୁଛି। ଏ ଦୁର୍ବଳ ଶରୀର ନେଇ ମୁଁ କୋଉଠିକି ଯିବି? ବେଶୀ ନହେଲେ ବି ଆଜି ରାତି ମତେ ତ ଘରେ ଆଶ୍ରୟ ଦେଇଥା। ସକାଳ ହେଉ ହେଉ ମୁଁ ଏଠୁ ଚାଲିଯିବି। ନା ନା ମାଲିକାଣୀ, ଏ ବୁଢ଼ୀକୁ ଜମା ଘର ଭିତରକୁ ନିଅନି। ମୋର ଏତେ ସୁନ୍ଦର ଘରଟା ଖରାପ ହେଇଯିବ। ଯାଅ ଯାଅ ବୁଢ଼ୀ ମା, ଏଠି ଛିଡ଼ା ହେଇ ରୁହନି। ମୁଁ ତୁମକୁ ମୋ ଘରେ ଆଶ୍ରୟ ଦେଇପାରିବିନି। ବୁଢ଼ୀ ଯିବାକୁ ରାଜି ନ ହେବାରୁ ଚଢ଼େଇ ତାକୁ ଧକ୍କା ଦେଇ ତଳେ ପକେଇଦେଲା। ଏ ମାଟି ଘରକୁ ନେଇ ତୁ ଯୋଉ ଅହଙ୍କାର କରୁଛୁ, ଦେଖିବୁ
ସେ ଅହଙ୍କାର ତୋର ବେଶୀ ଦିନ ରହିବନି। ଏମିତି କହି ସେ ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ମାଟି ଘର ଆଉ ଚଢ଼େଇ ହସିବାକୁ ଲାଗିଲେ। କିଛି ସମୟ ପରେ ଏକ ଅସୁସ୍ଥ ମାଙ୍କଡ଼ ସେଠାକୁ ଆସିଲା। ସେ ବି ଚଢ଼େଇକୁ ସାହାଯ୍ୟ ମାଗିଲା। ଚଢ଼େଇ, ତୋ ଘର ଅନେକ ବଡ଼ ଆଉ ମଜବୁତ। ତୋ ଭଳି ଘର ଜଙ୍ଗଲରେ ଆଉ କାହାର ବି ନାହିଁ। ମୋତେ ତ ଘରେ ଆଶ୍ରୟ ଦେଲେ ତୋର କ୍ଷତି ହେବନି। ମୋ ଦେହ ଭାରି ଖରାପ। ମୋତେ ତ ଘରେ ଆଶ୍ରୟ ଦେଇଥା ଚଢ଼େଇ। ତୋ ଭଳି ଏତେ ବଡ଼ ମାଙ୍କଡ଼କୁ ମୋ ଘରେ ଆଶ୍ରୟ ଦେଇ କ'ଣ ମୋ ଘର ଭାଙ୍ଗିବି? ଯା ଯା, ମୁଁ ତୋତେ ଆଶ୍ରୟ ଦେଇପାରିବିନି। ମୁଁ ବେଶୀ ଦିନ ରହିବିନି ଚଢ଼େଇ। ମୋ ଦେହ ସୁସ୍ଥ ହେଲେ ମୁଁ ଏଠୁ ଚାଲିଯିବି। ମୁଁ ଗର୍ଭବତୀ। ଏ ଅବସ୍ଥାରେ ମୁଁ ବେଶୀ ଦୂରକୁ ଯାଇପାରିବିନି। ଆଚ୍ଛା ଆଚ୍ଛା, ତୁ ତାହେଲେ ମୋ ଘର ନେବା ପାଇଁ ପୁରା ପ୍ଲାନ୍ କରି ଆସିଛୁ। ଆଗ ଦେହ ଖରାପ କହି ମୋ ଘରେ ରହିବୁ, ତାପରେ ଛୁଆ ହେଲା ପରେ ତୋ ଛୁଆଙ୍କ କଥା କହି ଏଠି ରହିବୁ। ଏମିତି ଧୀରେ ଧୀରେ ତୁ ମୋ ଘରକୁ ପୁରା କବ୍ଜା କରିନେବୁ ନାହିଁ। ଏମିତି କହି ଚଢ଼େଇ କବାଟ ବନ୍ଦ କରିଦେଲା। ମା ମାଙ୍କଡ଼ ମନ ଦୁଃଖରେ ସେଠାରୁ ଚାଲିଗଲା। ଏତେ ସୁନ୍ଦର ଘର ଗୋଟେ ମୁଁ ପାଇଛି, ଆଉ ଏମାନେ ଆସି ମୋ ଘର ଉପରେ ନଜର ପକାଉଛନ୍ତି। ମୁଁ କାହାକୁ ବି ମୋ ଘରେ ରହିବାକୁ ଦେବିନି। ତୁମେ ଠିକ୍ କହିଛ ମାଲିକାଣୀ। ତୁମ ପରି ଏକ ସୁନ୍ଦରୀ ମାଲିକାଣୀ ପାଇଁ ମୁଁ ଅନେକ ଖୁସି। ଏମିତି ସେ ଚଢ଼େଇ ଆଉ ମାଟି ଘର ବହୁତ ଅହଙ୍କାର କରୁଥିଲେ। ସେମାନେ କାହାକୁ ବି ସାହାଯ୍ୟ କରୁନଥିଲେ। ଏସବୁ ଯେତେବେଳେ ପରି ଜାଣିଲା, ସେ ଅନେକ ରାଗିଗଲା ଆଉ ଚଢ଼େଇକୁ ଶାସ୍ତି ଦେବା ପାଇଁ ସେ ଏକ ବାଦଲକୁ ପଠେଇଲା। ମାଲିକାଣୀ, ମୋତେ ବଞ୍ଚାନ୍ତୁ। ଏ ବର୍ଷା ପାଣିରେ ମୋ ମାଟି ଘର ଧୋଇ ହେଇଯାଉଛି। ଏ ବର୍ଷାକୁ ଅଟକାନ୍ତୁ। ମୋତେ ବଞ୍ଚାନ୍ତୁ ମାଲିକାଣୀ। ଏ କ'ଣ ମାଟି ଘର? ଏତେ ଝଡ଼ ବର୍ଷାରେ ବି ତୋର କିଛି କ୍ଷତି ହେଲା ନାହିଁ, କିନ୍ତୁ ଏ ଅଳ୍ପ ବର୍ଷାରେ ତ ମାଟି ଧୋଇ ହେଇଗଲେ କେମିତି? ତୁ ଚିନ୍ତା କରନି, ମୁଁ ଯାଇ ଦେଖେ କିଏ ଏମିତି କରୁଛି। ବାଦଲ ରାଣୀ, ଅନ୍ୟ କେଉଁ ଜାଗାରେ ବି ବର୍ଷା ନ କରି ତୁମେ ମୋ ମାଟି ଘର ଉପରେ ହିଁ କାହିଁକି ବର୍ଷା କରୁଛ? ଚଢ଼େଇ, ତୁ ମାଟି ଘର ପାଇଲା ପରେ ଅନେକ ଅହଙ୍କାରୀ ପାଲଟି ଯାଇଛୁ। ଯେଉଁ ମାଟି ଘର ପାଇଁ ତୁ ଏତେ ଅହଙ୍କାର କରୁଛୁ, ମୁଁ ସେ ମାଟି ଘରକୁ ନଷ୍ଟ କରିବା ପାଇଁ ଏଠାକୁ ଆସିଛି। ଦେଖୁ ଦେଖୁ କିଛି ସମୟରେ ହିଁ ମାଟି ଘର ପାଣିରେ ଧୋଇ ହେଇ ଶେଷ ହେଇଗଲା। ଚଢ଼େଇ ଯେତେ କାନ୍ଦିଲେ ବି କିଛି ଲାଭ ହେଲା ନାହିଁ। ସେ ଅନ୍ୟ ଚଢ଼େଇମାନଙ୍କୁ ସାହାଯ୍ୟ ମାଗିଲା, ହେଲେ କେହି ବି ତାକୁ ସାହାଯ୍ୟ କଲେ ନାହିଁ। ଚଢ଼େଇ ନିଜ ଭୁଲ ବୁଝିପାରିଲା। ସାରା ରାତି ସେ ଗଛରେ ବସି ବିତାଇଲା। ସକାଳ ହେଲା ପରେ ସେ ଜଙ୍ଗଲ ଭିତରୁ ମଜବୁତ କାଠ ଖୋଜି ଆଣିଲା ଆଉ ପରିଶ୍ରମ କରି ଏକ ଘର ତିଆରି କଲା ଆଉ ସେଥିରେ ରହିଲା। ସେ ଆଉ କାହା ସହ ବି ଖରାପ ବ୍ୟବହାର କରୁନଥିଲା। ବିପଦ ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ ବି କରୁଥିଲା।